ଆମେ କହିଥିଲେ ବାଂଲାଦେଶୀଙ୍କୁ ଆମେ ରାସନ କାର୍ଡ ଦେଇଛୁ। ସମସ୍ତେ ବାଂଲାଦେଶୀ ମାନେ ଏଠି ରହିଛନ୍ତି, ଆମେ ତାଙ୍କୁ ସପୋର୍ଟ କରୁଛୁ। ଆମେ ସରକାରକୁ ସେମାନେ ଏଠି ରହିବା ପାଇଁ। ତ ଆମ ହିନ୍ଦୁ ଭାଇ ଭଉଣୀ ସେଠି ଅତ୍ୟାଚାର ହଉଛି, ତାମାନେ ମେୟର କଣ ଏଠି ତାଙ୍କୁ ରଖିବା ପାଇଁ, ଏଠି ତାଙ୍କୁ ମାନେ କଣ ମାନେ ରଖିବା ପାଇଁ ତାଙ୍କର ସାଜିଶ ସେଇଟା ବିଜେଡି ଗଭର୍ଣ୍ଣମେଣ୍ଟର। ବିଜେଡି ଗଭର୍ଣ୍ଣମେଣ୍ଟ ଟୋଟାଲି ତାଙ୍କ ରାସନ କାର୍ଡ ତାଙ୍କର ସଂଗଠନ କିଛି ନାହିଁ। ଆମେ ହିନ୍ଦୁ, ଆମେ ଦେଶପ୍ରେମୀ, ଆମେ ହିନ୍ଦୁ। ଆମେ ଟୋଟାଲି ଇଏ ଯେହେତु ମୁସଲମାନ को ମାନେ ସପୋର୍ଟ କରୁଛନ୍ତି ଆଜ୍ଞା। 25 ବର୍ଷ ହେଲାଣି ଯୋଉ ସରକାର ଥିଲା, ଏମାନେ ଭୋଟ ବ୍ୟାଙ୍କ କରି ତାଙ୍କୁ ରଖିଦେଲେ। ସେଇଥିପାଇଁ ଏମାନେ ସପୋର୍ଟ କରୁଛନ୍ତି। ମେୟର ମାନେ ପୁରା ସ୍ୱତନ୍ତ୍ର ଭାବେ କହିଛନ୍ତି କି ନାଇଁ ଆମେ ତାଙ୍କୁ ରଖିବୁ। ଆମର ତାଙ୍କର ରାସନ କାର୍ଡ ହେଇଯାଇଛି, ତାଙ୍କର ଆଧାର କାର୍ଡ ହେଇଯାଇଛି। ସେମାନେ ଏଇଠିକାର ବାସିନ୍ଦା। ଓଡିଶାର ବାଂଲାଦେଶ କୋଉଠି ବାସିନ୍ଦା ଆସିଲେ ଆପଣ କହିଲେ? କୋଉଠୁ ଆସିଲେ? ଯୋଉମାନେ ଅନୁପ୍ରବେଶ କରିଛନ୍ତି ସେମାନଙ୍କ ଭିସା ନେଇକି ଆଇଛନ୍ତି। ଭିସା ନେଇକି ଆଇଥିଲେ? କେମିତି ହେଲା ତାଙ୍କ ରାସନ କାର୍ଡ? ଆମେ ନବୀନ ପଟ୍ଟନାୟକ ଏଟା କରିଛନ୍ତି ତାଙ୍କ ପାଇଁ, କେବଳ ଭୋଟ ପାଇଁ। ଆଜି ଯେତେବେଳେ କହୁଛନ୍ତି, ଏବେ କହୁଛନ୍ତି ଆପଣ ଗଣମାଧ୍ୟମ କହୁଛନ୍ତି, ମୁଁ କହିନି। ଆମ ବାଇଟ୍ ସ୍ୱତନ୍ତ୍ର ବାଇଟ୍ ଦେଇଛନ୍ତି। ସେ ଆମ ଲୋକଙ୍କର ହଜାର ଆମର ହିନ୍ଦୁ ଭାଇ ମାନେ କମେଣ୍ଟ ଦେଇଛନ୍ତି, ଆତଙ୍କବାଦୀ କହିଛନ୍ତି ୟାଙ୍କୁ। ଆଉ କଣ କହିବେ ଆପଣ କୁହନ୍ତୁ? ଆତଙ୍କବାଦୀ କହିଛନ୍ତି ମେୟର ମ୍ୟାଡାମ। ଆପଣ କମେଣ୍ଟ ଦେଖନ୍ତୁ। ଆଉ ଏଇଠି ମୁହଁ ଟାଣିଲେ କଥା କହୁଛନ୍ତି। ନିଶ୍ଚିତ ଜୋର ଜୋର ସେ ଯିବେ, ଆମେ ସେଠି ବିରୋଧ କରିବୁ। ଯୋଉ ଭଳି ଭାବରେ ଗଣମାଧ୍ୟମ ସାମ୍ନାରେ ବାଂଲାଦେଶୀ ମାନଙ୍କର ସପୋର୍ଟ ନିଆଯାଉଛି, ସେମାନେ ଆମ ମେୟର ମ୍ୟାଡାମ କହିଛନ୍ତି ସେମାନେ ବହୁ ବର୍ଷ ଧରି ଆମ ଓଡିଶାରେ ଆସି ରହୁଛନ୍ତି। ଆମେ ସେମାନଙ୍କୁ ସେମାନେ ଆମ ଭାଇ ଭଳିଆ। କେମିତି ଭାଇ ହେଲେ ସେମାନେ? ସେମାନେ ତ ଆମକୁ ଭାଇ ଭଳିଆ ଦେଖୁନାହାନ୍ତି। ସେମାନେ ତ ଆମକୁ ଭାଇ ଭଳିଆ ଦେଖୁନାହାନ୍ତି। ଯୋଉମାନେ ବି ରାସନ କାର୍ଡ କରିକି ଆସିଛନ୍ତି, ଆମ ଲୋକଙ୍କୁ ରାସନ କାର୍ଡ ମିଳୁନି, ସେମାନେ କେମିତି କଲେ? ଭୋଟର କାର୍ଡ ସେମାନେ କେମିତି କଲେ? ତାମାନେ ଠିକ ଭାବରେ କିଛି ପରିଚାଳନା କରାହଉନି। ଭୁଲ ଲୋକଙ୍କୁ ରାସନ କାର୍ଡ ଦିଆଯାଉଛି, ଭୁଲ ଲୋକଙ୍କୁ ଭୋଟର କାର୍ଡ ଦିଆଯାଉଛି। ଆଉ ଏଇଟା ଗୋଟେ ଭୋଟ ନୀତି। ବିଜେଡି ସରକାର ଏଇଟା ଗୋଟେ ଭୋଟ ନୀତି। ଅନୁପ୍ରବେଶକାରୀ ବାଂଲାଦେଶ ମାନଙ୍କୁ ପୁରେଇକି, ରୋହିଙ୍ଗ୍ୟା ମାନଙ୍କୁ ପୁରେଇକି ସେମାନେ ଭୋଟ ନେବାକୁ ଚେଷ୍ଟା କରୁଛନ୍ତି। ଆଉ ସେଟା ଆମେ ଯେତେବେଳେ ବିରୋଧ କରୁଛୁ, ଆମକୁ ପ୍ରତ୍ୟୁତ୍ତର କ୍ୱେଶ୍ଚିନ୍ କରୁଛନ୍ତି। ପ୍ରବଳ ବିରୋଧ କରିବୁ, ଆଉ ବହୁତ ମାତ୍ରାରେ ବିରୋଧ କରିବୁ। ଯୋଆଡେ ଯିବେ ତାଙ୍କ ସାମ୍ନାରେ ଯାଇ ବିରୋଧ କରିବୁ।